श्रीमद्भागवत तृतीय स्कंध एकादश अध्याय। मैत्रेय उवाच। शृण विदुर एक चित्ते से काल रूप संख्या जेते निमिष आदि रूप तार जेमंते पुरई बत्सर निमिष चक्षु पक्ष्म भ्रम अणु तहिरु अटे सान हे कुरु वीर शुण तुहि कहिबी परमाणु मोहि जहा विभाग न लभई संजोगे भाव जार नाही जहा सर्वदा वर्तमान ताहार परमाणु नाम अणुर अर्ध परमाणु त्रिभागे होए त्रसरेणु तृतीय त्रसरेणु जेहि ताहाकु त्रुटि बोली कही शये त्रुटि रे वेद होए त्रिवेदे लव नाम बहे त्रिलव काल अटे जेहि निमिष बोली ताकु कही ତିନି ନିମିଷେ ଏକ କ୍ଷଣ ପଞ୍ଚକ୍ଷଣରେ କାଷ୍ଠା ପୁଣ କାଷ୍ଠା 15 ଯେବେ ହୋଇ ତାହାକୁ ଲଘୁ ବୋଲି କହି ଏ ପଞ୍ଚଦଶ ଲଘୁ ଘେନ ନାଡ଼ି ବୋଲିଣ ତାକୁ ଜାଣ ବେନି ନାଡ଼ିରେ ଯେ ମୁହୂର୍ତ୍ତ ପ୍ରହର ଷଟ ଅବା ସପ୍ତ ତାହାକୁ ଜାମ ବୋଲି କହି ଅଷ୍ଟମେ ଅହୋରାତ୍ର ହୋଇ ତାମ୍ର ଦ୍ୱାଦଶ ପଳ ଅର୍ଦ୍ଧେ ପ୍ରସ୍ଥ ପ୍ରମାଣ ପାତ୍ର ମଧ୍ୟ 4 ଅଙ୍ଗୁଳି ଦୀର୍ଘ କରି ଚତୁରମାସେ ଚ୍ୟୁତି ଗଢ଼ି ସ୍ୱର୍ଣ୍ଣ ସୂଚୀରେ ଛିଦ୍ର କରି କରିବ ଆୟାମ ବିସ୍ତାରି ଜଳେ ବୁଡ଼ନ୍ତେ ଦଣ୍ଡେ ହୁଏ ଏମନ୍ତେ କାଳର ନିର୍ଣ୍ଣୟେ ଅଷ୍ଟପ୍ରହରେ ଦିବାରାତ୍ରି କାଳଜ୍ଞେ ଏମନ୍ତ ଗଣନ୍ତି 15 ଅହୋରାତ୍ରେ ପକ୍ଷ ସେ ଶୁକ୍ଳ କୃଷ୍ଣ ଯେ ପ୍ରତ୍ୟକ୍ଷ ଏବେନି ପକ୍ଷେ ହୁଏ ମାସ ପିତୃଙ୍କ ରାତି ଯେ ଦିବସ ଦ୍ୱିମାସେ ଋତୁ ଏକ ହୋଇ ବସନ୍ତ ଆଦି ଷଟ ସେହି ଏକ ଅୟନେ ଋତୁ 3 ଉତ୍ତର ଦକ୍ଷିଣ ଯେବେନି ବେନି ଅୟନେ ସମ୍ବତ୍ସର ଏମନ୍ତେ ଗଣନା କାଳର ଦେବଙ୍କୁ ଅହୋରାତ୍ର ହୁଏ ମନୁଷ୍ୟ ବରଷ ବୋଲାଏ ଏମନ୍ତେ ସତେକ ବରଷ ମନୁଷ୍ୟ ପରମାୟୁ ଶେଷ ଗ୍ରହ ନକ୍ଷତ୍ର ତାରା ଚକ୍ରେ ସେ କାଳ ରିପି ବିଭୁ ଏକେ ଏମନ୍ତେ ସମ୍ବତ୍ସର ଅନ୍ତେ ବିହରେ ଆତ୍ମାର ଆୟତେ ଅଣୁ ପ୍ରମାଣୁ ପରିମାଣେ ପ୍ରାଣୀଙ୍କି ନାଶେ ଅନୁକ୍ଷଣେ ଏ ପଞ୍ଚବିଧ ସମ୍ବତ୍ସର ସୁମନେ ଶୁଣ ହେ ବିଦୁର ପ୍ରଥମେ ସମ୍ବତ୍ସର ହୋଏ ପରିବତ୍ସର ଯେ ଦ୍ୱିତୀये ଇଦାବତ୍ସର ତୃତୀୟର ଚତୁର୍ଥେ ଅନୁ ଯେ ବତ୍ସର ପଞ୍ଚମେ ବତ୍ସର ବୋଲାଇ କାଳ ସ୍ୱରୂପ ଗୁଣମୟୀ ସେ ସୂର୍ଯ୍ୟ କାଳ ରୂପ ଧରି ସଂସାର ବୀଜକୁ ବିସ୍ତାରି ସକାମ ଫଳ ବିସ୍ତାରଣେ ଯାହାର ଉଦୟ ଗଗନେ ସେ ତେଜୋମୟ କାଳାନ୍ତକ ପଞ୍ଚବତ୍ସର ପ୍ରବର୍ତ୍ତକ ସେ ମହାଭୂତ ମହାତେଜ ବହୁ ପ୍ରକାରେ କରି କାର୍ଯ୍ୟ ଧାଏଁ ଆକାଶେ ଅନୁକ୍ଷଣେ ପୁରୁଷ ମୋହ ନିବାରଣେ ନିତ୍ୟେ ତାହାଙ୍କ ପୂଜା କର ତରିବ ଏ ଭବ ସଂସାର ଏମନ୍ତେ ମୈତ୍ରେୟ ବାଣୀ ବିଦୁର ବୋଲେ ତାହା ଶୁଣି ବିଦୁର ଉବାଚ ପିତୃଦେବତା ନର ଆଦି ପରମାୟୁଷ ଯଥା ବିଧି ଶୁଣିଲି ତୁମ୍ଭ ମୁଖୁ ଏବେ ସନ୍ତୋଷ କହ ମୁନି ଭାବେ ଏପରେ କଳ୍ପବାହ୍ୟେ ଯେତେ ନାନା ପ୍ରକାର ଏ ଜଗତେ ସନକ ଆଦି ମହାମୁନି ତ୍ରୈଲୋକ୍ୟ ବାହ୍ୟେ ଯେତେ ଜ୍ଞାନୀ
ଅଛନ୍ତି କାଳର ଆୟତେ ତାଙ୍କ ଆୟୁଷ କହ ମୋତେ। ତୁମ୍ଭେ ଯେ କାଳ ଗତି ଜାଣ ଯେ ଯୁଗେ ଯେୟ ବା ପ୍ରମାଣ। ଯେଣୁ ସେ ବିଚକ୍ଷଣ ଧୀର ସୁବୁଦ୍ଧି ସୁଗୁଣ ସାଗର। ଯେତେ ବିଷୟ ଏ ଶୟଳେ ଜାଣନ୍ତି ଜ୍ଞାନ ଚକ୍ଷୁ ବଳେ। ମୈତ୍ରେୟ ଉବାଚ ବୋଲନ୍ତି ଶୁଣ ହେ ବିଦୁର ଯେ ବ୍ରହ୍ମା ସୃଷ୍ଟିର ବିଚାର। ସତ୍ୟ ତ୍ରେତୟା ଦ୍ୱାପରାଦି କଳିଏ ଚତୁର୍ଯୁଗ ବିଧି। ଦେବଙ୍କ ଦ୍ୱାଦଶ ସହସ୍ରେ ଏ ଚାରି ଯୁଗ କାଳ ଅଂଶେ। 4,000 ଯୁଗ ସତ୍ୟ 3,000 ତ୍ରେତା ମତ। ଦ୍ୱାପର 2,000 ଜାଣ କଳି ସହସ୍ରେ ପରିମାଣ। ଏହି ପ୍ରମାଣେ ଶତ ଦେଇ ଦ୍ୱିଗୁଣେ ଏହାକୁ ମିଶାଇ। ଯୁଗଙ୍କ ସନ୍ଧ୍ୟା ସନ୍ଧ୍ୟା ଅଂଶ ଅୟୁତେ ଯେ କାଳ ପ୍ରକାଶ। ଏମନ୍ତେ ଦେବ ବର୍ଷ ମତେ 12,000 ସಮೇତେ। ଏରୂପ ଯୁଗ ସଂଖ୍ୟା ଜାଣି ଜ୍ଞାନୀଙ୍କ ଗୋଚରେ ପ୍ରମାଣେ। ଯେ ଯୁଗେ ଯେବା ଧର୍ମ ବିଧି ଆଗମ ନିଗମ ପ୍ରସିଦ୍ଧି। ଧର୍ମ ସତ୍ୟରେ ଚତୁଷ୍ପଦ ଅଧର୍ମ କ୍ରମେ ଜ୍ଞାନପ୍ରଦ। ଅଧର୍ମ କ୍ରମେ ହୀନପ୍ରଦ। ତ୍ରେତାରେ 3 ପଦ ଥିଲା ଦ୍ୱାପରେ 2 ପାଦ ହୋଇଲା। କଳିର 1 ପଦ ରହେ ଯେଣୁ ଅଧର୍ମ ବୃଦ୍ଧି ବହେ। ଦେବଙ୍କ ସହସ୍ର ଯୁଗରେ ବ୍ରହ୍ମା ଦିବସ ବୋଲି ତାରେ। ଏହି ପ୍ରମାଣେ ରାତ୍ର ହୁଏ ନିଶି ଆଗମେ ବ୍ରହ୍ମା ଶୁଏ। ରାତ୍ରର ଅନ୍ତେ ପୁଣି ଉଠି ବେଦ ପ୍ରମାଣେ କରେ ସୃଷ୍ଟି। ଏମନ୍ତ ବ୍ରହ୍ମାର ଦିବସେ ଭୁଞ୍ଜନ୍ତି ମନୁ ଚତୁର୍ଦଶେ। ମନୁ ଅନ୍ତର କାଳ ଭୋଗ 71 ଯେ ଚତୁର୍ଯୁଗ। କିଛି ଅଧିକେ ହୁଅ ଶେଷ ଏମନ୍ତେ ବ୍ରହ୍ମାଙ୍କ ଦିବସ। ମନୁଙ୍କ ବଂଶେ ମନୁ ସୁତେ ଋଷି ଦେବତା ଅସୁର ନାଥେ। 3 ଭୁବନେ ପ୍ରାଣୀ ଯେତେ ଭୁଞ୍ଜନ୍ତି କଳ୍ପ ପରିଜନ୍ତେ। ଏ ସୃଷ୍ଟି ଦୈନନ୍ଦିନ କାମ ତିର୍ଯକ ପିତୃଦେବ ଜନ। ଏମନ୍ତେ କଳ୍ପ ପରିଜନ୍ତେ କର୍ମ ଭୁଞ୍ଜନ୍ତି ପ୍ରାଣୀ ଏଥେ। ମନ୍ୱନ୍ତର ମାନଙ୍କେ ହରି ବିଶୁଦ୍ଧ ସତ୍ୱ ମୂର୍ତ୍ତି ଧରି। ମନୁଶରୀରେ ଏ ସଂସାରେ ପାଳି କ୍ରୀଡ଼େ ପୁରୁଷାକାରେ। ମାୟାର ବଳେ ସେ ବିହରେ ବ୍ରହ୍ମା ଦିବସ ଅନ୍ତକାଳେ। ନିଶା ଆଗମେ ବିଶ୍ୱଦେହି ମୌନ ବ୍ରତେ ସେ ବସଇ। ତ୍ରୈଲୋକ୍ୟ କମ୍ପେ ତାହା ଦେଖି ସ୍ୱଜ୍ଞାନ ଜୀବନ ଉପେକ୍ଷି। ରବି ଶଶାଙ୍କ ଶୂନ୍ୟେ ଗଲା ପ୍ରଳୟ ଅଗ୍ନି ପ୍ରକାଶିଲା। ଶଙ୍କର ଶଣ ମୁଖୁ ଆସି ଅନଳ 3 ଲୋକେ ଗ୍ରାସୀ। ପ୍ରଚଣ୍ଡ ବହ୍ନି ତେଜ ତ୍ରାସେ ଋଷିଏ ଥାନ୍ତି ଯେ ଆକାଶେ। ସେ ମହର୍ଲୋକ ଛାଡ଼ି ବେଗେ ପଶନ୍ତି ଜନ ଲୋକ ମାର୍ଗେ। ତକ୍ଷଣେ ସପ୍ତ ସିନ୍ଧୁ ଜଳେ ତ୍ରିଲୋକ ଆଚ୍ଛାଦନ୍ତି ହେଳେ। ପବନ ଅଣଚାଶ ବଳେ ବହନ୍ତେ ଗର୍ଜେ ଉର୍ମି ମାଳେ। ଜଳ ତରଙ୍ଗ ମଧ୍ୟେ ପୁଣି ନାଗ ଆସନେ ଚକ୍ରପାଣି। ନିଶ୍ଚିନ୍ତେ ନିଦ୍ରିତ ନୟନେ ଶୟନ ଅନନ୍ତ ଶୟନେ। ସଙ୍ଗତେ ସଙ୍ଗ ନାହିଁ ଏକେ ସ୍ତୁତି କରନ୍ତି ଜନ ଲୋକେ। ଏମନ୍ତେ ଅହୋରାତ୍ର ଗଣି ଆଗମ ନିଗମେ ପ୍ରମାଣୀ। ଏଭାବେ ଶତେକ ବରଷ ବ୍ରହ୍ମାର ପରମ ଆୟୁଷ। ସେ ଆୟୁ କାଳ ବଳେ ପୁଣ ହୁଅଇ ଦିନୁ ଦିନ କ୍ଷୀଣ। ସେ ବ୍ରହ୍ମା କାଳ ଭୟେ ଭୀତ ବିଷୟାସକ୍ତି ବିରହିତ। କରନ୍ତି ହରି ଉପାସନ କିଏ ମାନବ ଅକିଞ୍ଚନ। ବ୍ରହ୍ମାର ଆୟୁଷ ଯେ ହୋଇ ଅର୍ଦ୍ଧକେ ପରାର୍ଦ୍ଧ ବୋଲାଇ। ସେ ପୂର୍ବ ଅର୍ଦ୍ଧ ଭୋଗ ଯାଇ ଅପର ଅର୍ଦ୍ଧ ଏବେ ହୋଇ। ପୂର୍ବ ପରାର୍ଦ୍ଧେ ବ୍ରହ୍ମା ନାମ ଶବଦ ବ୍ରହ୍ମ ଯେ ମହାନ। ପରାର୍ଦ୍ଧ କଳ୍ପ ଯେ ବା ହୋଏ ସେ ପଦ୍ମ କଳ୍ପ ନାମ ବହେ। ବିଷ୍ଣୁ ନାଭିରୁ ପଦ୍ମ ଜାତ ଯହୁଁ ଉପୁଜେ ବେଦନାଥ। ଦ୍ୱିତୀୟ କଳ୍ପ ଏବେ କହି ଶ୍ଵେତ ବରାହ ଯେ ବୋଲାଇ।
जेवण कल्पे नरहरि श्वेतवराहरूपधरि बेनी परार्ध रूपी काल निमिष आदि अंतजार अनादि अव्यक्तर सम अनंत ईश्वर महिम अनादि अव्यक्तर सीमा अनंत ईश्वर महिमा केवल परिपूर्ण विभु से सर्वेश्वर सर्वप्रभु ताहांक परे प्रभुपण समर्थ नोहे काल जान षोडश विकारे संचरे नाना विषये रूप धरे ए अंडकोश आद्य प्रान्ते 50 कोटि परिमिते विस्तृत सप्त आवरणे उत्तरोत्तर 10 गुणे कोटि ब्रह्मांड जार देहे दिशन्ति परमाणु प्राये अक्षर ब्रह्म तार नाम से सर्व कारण कारण तार चरणे देई चित्त कहई दास जगन्नाथ। इति श्रीमद्भागवते महापुराणे पारमहंस्यां संहितायां तृतीयस्कन्धे नाम 11 अध्यायः।